ଅଛନ୍ତି ଏଇ ସନ୍ଧ୍ୟା ସମୟରେ? Because our God is a speaking God. କାରଣ ଆମମାନଙ୍କର ପରମେଶ୍ୱର କଥା କହିବା ପରମେଶ୍ୱର ଅଟନ୍ତି। When He speaks, everything changes. ଯେତେବେଳେ ପରମେଶ୍ୱର କଥା କହନ୍ତି ସମସ୍ତ ବିଶ୍ୱ ପରିବର୍ତ୍ତନ ହୋଇଥାଏ। When He speaks, everything comes to its position. ଯେତେବେଳେ ପରମେଶ୍ୱର କହନ୍ତି ସମସ୍ତ ବିଶ୍ୱ ତାଙ୍କର ନିଜର ସ୍ଥାନକୁ ସେମାନେ ଆସିଥାନ୍ତି। When He speaks, we will be revived. ଯେତେବେଳେ ପରମେଶ୍ୱର କଥା କହିଥାନ୍ତି ଆମମାନେ ସେଇ ସମୟରେ ରିଭାଇଭ୍ ହେଇଥାଉ, ଜାଗରଣ ଉତ୍ପନ୍ନ ହେଇଥାଏ। When He speaks, we will be strengthened. ଯେତେବେଳେ ପରମେଶ୍ୱର କଥା କହନ୍ତି ଆମମାନେ ଶକ୍ତିଯୁକ୍ତ ହେଇଥାଉ। So this evening, I want to share a small, short sermon, yet it is a powerful sermon with you all. ଆଜି ମୁଁ ଗୋଟେ ଛୋଟ ବାକ୍ୟ କହିବାକୁ ଚାହେଁ କିନ୍ତୁ ତାହା ଅତ୍ୟନ୍ତ ଶକ୍ତିଯୁକ୍ତ ଅଟେ। So I request everyone to listen very carefully, if possible, take notes so that you can meditate even afterwards. ସେଥିପାଇଁ ଆପଣ ଧ୍ୟାନର ସହିତ ଶୁଣିବେ ଏବଂ ଯଦି ସମ୍ଭବ ହେଲେ ତାହାକୁ ଲେଖିବେ ଯଦ୍ୱାରା ସେ ଲେଖାକୁ ଆପଣ ବ୍ୟବହାର କରିପାରିବେ। So shall we all read Matthew chapter 18 verse 4? ମାଥ୍ୟୁ 18ର 4 ପଦ ଆମମାନେ ପଢିବା କି? So here it is written, ଏ ସ୍ଥାନରେ ଏ ପ୍ରକାର ଲେଖା ଯାଇଛି, whosoever therefore shall humble himself as this little child, the same is greatest in the kingdom of heaven. ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ମାନେ ପାଠ କରିବା କେହି ଯଦି ପାଇଲେ ପଢିଦେବେ, ନହେଲେ ମୁଁ ପଢୁଛି। Matthew chapter 18 verse 4. ଅତଏବ ଯେ କେହି ଏହି ସାନ ପିଲା ପରି ଆପଣଙ୍କୁ ନମ୍ର କରେ ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। Hallelujah. ହାଲେଲୁୟା। Here the question is raised by the disciples. One second, ma'am, I cannot hear. This question was asked by the disciples of Jesus Christ to Jesus. ଏହି ପ୍ରଶ୍ନ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପଚାରୁଅଛନ୍ତି, Who is the greatest in the kingdom? ସ୍ୱର୍ଗ ରାଜ୍ୟରେ କିଏ ବଡ଼ ବା ଶ୍ରେଷ୍ଠ ବୋଲି ସେମାନେ ପଚାରୁଅଛନ୍ତି। 18th chapter, first verse, it mentions like that. ଏବଂ 18 ଅଧ୍ୟାୟର ମାଥ୍ୟୁ 18:1 ପଦରେ ଏ ପ୍ରକାର ଲେଖା ଯାଇଅଛି, Disciples were asking Jesus, saying, who is the greatest in the kingdom of heaven? ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପଚାରୁଅଛନ୍ତି ସ୍ୱର୍ଗ ରାଜ୍ୟରେ କିଏ ଶ୍ରେଷ୍ଠ। These question was asked by the disciples who were once fishermen who came from Galilee to become the disciples for Jesus Christ. ଏହି ପ୍ରଶ୍ନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯେଉଁମାନେ କି ଦିନେ ସେମାନେ ମାଛ ଧରୁଥିଲେ, ଗାଲିଲି ସମୁଦ୍ରରେ ମାଛୁଆମାନେ ଥିଲେ। So let me ask you one question. Is this the question is very small question? ମୁଁ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ, ଏଇ ପ୍ରଶ୍ନ କ'ଣ ବହୁତ ଛୋଟ ପ୍ରଶ୍ନ କି? Yes, please. Is this the small question? ଏହା କ'ଣ ଛୋଟ ପ୍ରଶ୍ନ କି? ଆପଣ କ'ଣ ଚାହାନ୍ତି, କ'ଣ ଭାବୁଛନ୍ତି? Disciples did not ask that who is powerful. ସେଇ ଶିଷ୍ୟମାନେ ପଚାରି ନାହାନ୍ତି ଯେ କିଏ ବଡ଼ ମାନେ ସର୍ବଶକ୍ତିମାନ ମାନେ ଶକ୍ତିମାନ ବୋଲି ପଚାରି ନାହାନ୍ତି। Disciples did not ask Jesus whom you love most. ସେଇ ଶିଷ୍ୟମାନେ ଯୀଶୁଙ୍କୁ ପଚାରି ନାହାନ୍ତି ଯେ ଯୀଶୁ ତୁମେ କାହାକୁ ବହୁତ ପ୍ରେମ କର। Disciples has not asked who is your favorite disciple. ସେମାନେ ପଚାରି ନାହାନ୍ତି ଯେ ଶିଷ୍ୟମାନଙ୍କ ମଧ୍ୟରେ କିଏ କାହାକୁ ତୁମେ ବହୁତ ଭଲ ପାଅ, ସେ ପଚାରି ନାହାନ୍ତି। Disciples has not asked who is capable of doing so many healing signs wonders in the ministry. ସେଇ ଶିଷ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପଚାରି ନାହାନ୍ତି ଯେ ସେବା କାର୍ଯ୍ୟରେ କିଏ ଅଦ୍ଭୁତ ଆଶ୍ଚର୍ଯ୍ୟ ଏବଂ ଏ ପ୍ରକାର ବିଷୟ କରେ ବୋଲି ପଚାରି ନାହାନ୍ତି।
Disciples have not asked who is talented. ଶିଷ୍ୟମାନେ ପଚାରି ନାହାନ୍ତି ଯେ କିଏ ଆମମାନଙ୍କ ମଧ୍ୟରେ ଦକ୍ଷଶୀଳ ବୋଲି ପଚାରି ନାହାନ୍ତି। They asked the most powerful question. ଏବଂ ସେମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଯୁକ୍ତ ପ୍ରଶ୍ନ ପଚାରି ଅଛନ୍ତି। They asked who is the greatest in the kingdom of heaven. ସେମାନେ ପଚାରି ଅଛନ୍ତି ଯେ କିଏ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। Not in the world perspective, ସେମାନେ ଜାଗତିକ ଦୃଷ୍ଟିକୋଣରୁ ସେମାନେ ପଚାରି ନାହାନ୍ତି, but they want to know from heavenly perspective. କିନ୍ତୁ ସେମାନେ ସ୍ୱର୍ଗୀୟ ଦୃଷ୍ଟିକୋଣରେ ଜାଣିବାକୁ ଚାହାନ୍ତି। So see here, heavenly, they want to know who is greatest in the heaven from the Father's heart or according to the heavenly perspective. ସେମାନେ ଜାଣିବାକୁ ଚାହାନ୍ତି ଯେ ପ୍ରଭୁଙ୍କ ଦୃଷ୍ଟିରେ ସ୍ୱର୍ଗର ଦୃଷ୍ଟିରେ ପ୍ରଭୁଙ୍କର ହୃଦୟରେ କିଏ ବଡ଼ ବୋଲି। Here, I feel like Jesus might be waiting for this moment when disciples will ask me when I should answer them. ଏବଂ ଯୀଶୁଖ୍ରୀଷ୍ଟ ହୁଏତ ଭାବିଥିବେ ଯେ ମାନେ ଶିଷ୍ୟମାନେ ଏହି ପ୍ରକାର ପ୍ରଶ୍ନ କେବେ ମୋତେ ପଚାରିବେ ବୋଲି। He was ready to answer. ସେ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥିଲେ। Then Jesus, from the second verse, if we see, Jesus called a child unto him and set him in the midst of them. Second verse. ଏବଂ ଦୁଇ ପଦରେ ଲେଖା ଯାଇଛି ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ। And also in third verse and fourth verse, we could see the answer that was given by Jesus Christ. ତୃତୀୟ ଏବଂ ଚତୁର୍ଥ ପଦରେ ଆମେ ଦେଖିବାକୁ ପାଉଛୁ ଯେ ଯୀଶୁଖ୍ରୀଷ୍ଟ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଅଛନ୍ତି। So this evening, not only to disciples, even for all of us, Jesus is giving this answer. ଆଜି ସନ୍ଧ୍ୟାରେ ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ ଶିଷ୍ୟମାନଙ୍କୁ ନୁହଁ ଆମ ସମସ୍ତଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଉଅଛନ୍ତି। Many times we feel like I should be so good to the people. ଆମେ ଅନେକ ସମୟରେ ଭାବିଥାଉ ଆମେ ବହୁତ ଉତ୍ତମ ମାନେ ଲୋକମାନଙ୍କ ସମ୍ମୁଖରେ ଭାବିଥାଉ। There is nothing wrong being good. ଏହା ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଉତ୍ତମ ହେବା ଏହା ଖରାପ ବିଷୟ ନୁହଁ। But doing wrong to be good is wrong. କିନ୍ତୁ ଖରାପ କରିବା ସେ ଏହା ଖରାପ ବିଷୟ ଅଟେ। अच्छा लगने के लिए खराब करना खराब है. Hallelujah. So this is the thing. So we always, being a child of God, we must think what God is thinking about me. ଆମମାନେ ଈଶ୍ୱରଙ୍କ ସନ୍ତାନ ସନ୍ତତି ଭାବରେ ଆମେ ସର୍ବଦା ଭାବିବା ଯେ ପରମେଶ୍ୱର ଆମମାନଙ୍କର ପ୍ରଭୁ ଆମ ବିଷୟରେ କ'ଣ ସେ ଚିନ୍ତା କରନ୍ତି, କ'ଣ ଭାବନ୍ତି। What my status, what my level in heavenly kingdom. ମୋର ସ୍ୱର୍ଗୀୟ ଦୃଷ୍ଟିକୋଣରେ ସ୍ୱର୍ଗୀୟ ରାଜ୍ୟରେ ମୋର ଖ୍ରୀଷ୍ଟଙ୍କ ଠାରେ କେଉଁ ସ୍ତର ଅଛି ତାହା ମାନେ ଜାଣିବା। See, if I have 10 cars, if I have 4 bungalows, if I have a greater ministry, nothing is going to define my position in heaven. ଆମମାନଙ୍କର ଏଇ ଜଗତରେ ଯଦି ଆମମାନଙ୍କର ବାଙ୍ଗଲା ଅଛି, 4ଟା ଘର ଅଛି, 10ଟା ଗାଡ଼ି ଅଛି, ତଥାପି ଏହି ସମସ୍ତ ବିଷୟ ସ୍ୱର୍ଗର ଦୃଷ୍ଟିକୋଣରେ ବା ସ୍ୱର୍ଗର ସ୍ଥାନ ଆମମାନଙ୍କୁ ପରିବର୍ତ୍ତନ କରିପାରିବ ନାହିଁ। Hallelujah. So we are here to know what is our level, what is our position in the kingdom of heaven. ଆମମାନେ ଏଠାରେ ଆମମାନେ ଶିଖିବା ଯେ ଆମମାନଙ୍କର ସ୍ୱର୍ଗୀୟ ଦୃଷ୍ଟିକୋଣରେ ବା ସ୍ୱର୍ଗରେ ଆମମାନଙ୍କର ସ୍ଥାନ କେଉଁଠାରେ। People look through worldly perspective. ଲୋକମାନେ ଜାଗତିକ ଦୃଷ୍ଟିକୋଣରେ ଲୋକମାନଙ୍କୁ ସେମାନେ ଦେଖନ୍ତି। If people look at me, ଯଦି ଲୋକମାନେ ମୋତେ ଦେଖନ୍ତି, people may see how beautiful I look, ଲୋକମାନେ ଦେଖନ୍ତି ମୁଁ କେତେ ସୁନ୍ଦର ଦେଖାଯାଏ, how deliciously I cook, କେତେ ସୁନ୍ଦର ଭାବରେ ମୁଁ ରୋଷେଇ କରିପାରେ ତାହା ସେମାନେ ନିରୀକ୍ଷଣ କରନ୍ତି। how many cars I have,
କେତେଟି କାର ମୋ ପାଖରେ ଅଛି ସେମାନେ ଦେଖନ୍ତି, how much money I have, ମୋ ପାଖରେ କେତେ ଧନ ଟଙ୍କା ଅଛି ତାହା ଦେଖନ୍ତି, how much influence I have, ମୋ ପାଖରେ କେତେ ଅଛି ତାହା ଦେଖନ୍ତି, what is my qualification. ମୋର ଯୋଗ୍ୟତା କେତେ ତାହା ଦେଖନ୍ତି, So, how I'm managing everything, ମୁଁ କି ପ୍ରକାର ସମସ୍ତ ବିଷୟକୁ ସମ୍ଭାଳୁଛି ତାହା ସେମାନେ ଦେଖନ୍ତି, how I am talking with the people. ମୁଁ କେମିତି ଅନ୍ୟମାନଙ୍କୁ କଥା କୁହେ, So, people can look at us through outer appearance, outer possessions of this world, outer things of this world. ଲୋକମାନେ ବାହ୍ୟ ରୂପରେ ଏଇ ଜଗତର ସ୍ତର ବା ସମସ୍ତ ବିଶ୍ୱକୁ ସେମାନେ ନିରୀକ୍ଷଣ କରନ୍ତି, But if I am not qualified to be in heavenly kingdom, these are all nothing. ଯଦି ମୁଁ ସ୍ୱର୍ଗୀୟ ଦୃଷ୍ଟିକୋଣରେ ଯୋଗ୍ୟତା ଲାଭ କରେ ନାହିଁ ତେବେ ଏଇ ଜଗତର ବିଷୟ କିଛି ମଧ୍ୟ ନୁହଁ। If Jesus is not qualified me, I am nothing. ଯଦି ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଯୋଗ୍ୟତା କରାଉ ନାହାନ୍ତି ତେବେ ମୁଁ କିଛି ମଧ୍ୟ ନୁହଁ। If Jesus has not seen me, I am zero. ଯଦି ଯୀଶୁ ଖ୍ରୀଷ୍ଟ ମୋତେ ଦେଖନ୍ତି ନାହିଁ ତେବେ ମୁଁ ଶୂନ ଅଟେ। If Jesus is not leading me, then what is the use of having so many things? ଯଦି ଯୀଶୁ ଖ୍ରୀଷ୍ଟ ମୋତେ ଦେଖନ୍ତି ନାହିଁ ବା ଯୋଗ୍ୟତା ଦିଅନ୍ତି ନାହିଁ ତେବେ ଏଇ ଜଗତର ସମସ୍ତ ବିଷୟ ମୋର କ'ଣ ଲାଭରେ ଆସିବ? Here, Jesus did not say your wealth, your position, your fame, or anything, but he has given the perfect answer. ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଜଗତର ଯୋଗ୍ୟତା ଜାଗତିକ ଏଇ ସମସ୍ତ ବିଷୟ ଦେଖୁନାହାନ୍ତି କିନ୍ତୁ ଆମମାନଙ୍କୁ ଏକ ଉତ୍ତମ ଆମମାନଙ୍କୁ ସେଇ ଉତ୍ତର ଦେଇ ଅଛନ୍ତି। Third verse, if we read, he says like this. ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ତୁମେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। Except ye be converted and become as little children. ଆମେ ଯଦି Hallelujah. ସାନ ପିଲା ହେବା ନାହିଁ, yes, hallelujah. So, can you underline little children? Can you underline converted? Yes, yes. ତୁମେ ମାନେ ଫେରି ସାନ ପିଲାଙ୍କ ପରି ନ ହେଲେ ଫେରି ସାନ ପିଲାଙ୍କ ପରି ନ ହେଲେ See, we need to convert ourselves as a little children. ଆମମାନେ ନିଜକୁ ସାନ ପିଲା ପରି ହେବାକୁ ପଡ଼ିବ, ପରିବର୍ତ୍ତନ ହେବାକୁ ପଡ଼ିବ। We need to transform ourselves as a little children. ଆମେ ନିଜକୁ ଛୋଟ ପିଲା ଭଳିଆ ପରିବର୍ତ୍ତନ ହେବାକୁ ପଡ଼ିବ। So, Jesus is saying, as the little children. ତ ଯୀଶୁ ଖ୍ରୀଷ୍ଟ ଏଠାରେ ଆମମାନଙ୍କୁ କହୁଅଛନ୍ତି ନିଜକୁ ତୁମେ ସାନ ପିଲା ପରି କର। In fourth verse, what characteristic we must carry being a little children after transforming as a little children? ଆମମାନେ ସାନ ପିଲା ପରି ହେଲା ପରେ ଆମମାନଙ୍କର ଯେହେତୁ କ୍ୟାରେକ୍ଟର ଅଛି ଚରିତ୍ର ଆମମାନେ କ'ଣ ଧାରଣ କରିବା ତାହା ଲେଖା ଯାଇଅଛି 4 ପଦରେ। He has given one specific quality to have. ଆମମାନଙ୍କୁ ବିଶେଷ ସେଇ ଚରିତ୍ରକୁ ଧାରଣ କରିବା ପାଇଁ ପ୍ରଭୁ କହନ୍ତି। He said, humble yourself like this small kid. Humility, humbleness. ନିଜକୁ ସାନ ପିଲା ଭଳିଆ ନମ୍ର ହେବା ପାଇଁ ପ୍ରଭୁ ଆମମାନଙ୍କୁ କହୁଅଛନ୍ତି ନମ୍ର ହେବା ପାଇଁ। Transform as a little children. What kind of transformation Jesus is expecting? Humility, humbleness. ଆମମାନଙ୍କୁ ସାନ ପିଲା ଭଳିଆ ହେବାକୁ ଚାହାନ୍ତି ଏବଂ ଆମମାନେ ସେଇ ସାନ ପିଲା ହେଲେ କ'ଣ ହେବ ନମ୍ରତା ଆଣିବା ପାଇଁ ପିଲା ଭଳିଆ ନମ୍ର ହେବା ପାଇଁ। Transforming we as a grown up people like a kid
means it is not like physically again becoming small or talking like a kid, behaving like a kid. It's not like